ଏହି ଘଟଣାଟି ଆମର ଜଣେ ସବସ୍କ୍ରାଇबर ପଠେଇଛନ୍ତି। ଚାଲନ୍ତୁ ଏହି ସତ ଘଟଣାକୁ ଆରମ୍ଭ କରିବା। ନମସ୍କାର ବନ୍ଧୁଗଣ, ଯେତେବେଳେ ମୁଁ 19 ବର୍ଷର ହେଲି, ମୋ ମାଉସୀ ଆମ ଘରେ ହିଁ କାମ କରୁଥିଲେ। ମୋ ବାପା ମା କିଛି ମାସ ପାଇଁ ଇଣ୍ଡିଆ ବାହାରକୁ ଯାଇଥିଲେ। ମାଉସୀ 40 ବର୍ଷର ଜଣେ ସୁନ୍ଦରୀ ମହିଳା ଥିଲେ। ସେ ସବୁବେଳେ ମୋତେ ଗାଧୋଇ ଦେବା ପାଇଁ ଜିଦ୍ କରୁଥିଲେ। ସେ ଏହା ବୁଝିବାକୁ ପ୍ରସ୍ତୁତ ନଥିଲେ ଯେ ମୁଁ ଏବେ ବଡ଼ ହୋଇଗଲିଣି। ଏମିତି ହିଁ ଦିନେ ସେ ମୋତେ କହିଲେ, ଯେତେବେଳେ ତୁ ଛୋଟ ଥିଲୁ ମୁଁ ତୋତେ ମୋ କାନ୍ଧରେ ବସାଇ ଖେଳାଇଛି। ମୁଁ କହିଲି, ମାଉସୀ ମୋତେ ଲଜ୍ଜିତ କରନ୍ତୁ ନାହିଁ। ତାପରେ ମାଉସୀ ମୋତେ ଜୋରରେ ଧରି ପକାଇଲେ ଏବଂ ନିଜ କୋଳକୁ ଆଉଜାଇ ନେଲେ। ମୋ ନାଁ ରୋହନ, ବୟସ 19 ବର୍ଷ। ଜୀବନରେ ସମ୍ପର୍କର ଅଲଗା ଅଲଗା ପରିଭାଷା ରହିଛି, କିନ୍ତୁ ଗୋଟିଏ ସମ୍ପର୍କ ଯାହାକୁ ସବୁବେଳେ ସମ୍ମାନ ଏବଂ ଭଲ ପାଇବା ମିଳେ ତାହା ହେଉଛି ମାଉସୀର। ଲୋକେ କହନ୍ତି କି ମାଉସୀ ମାର ଦ୍ୱିତୀୟ ରୂପ ହୋଇଥାଏ। ମୁଁ ମଧ୍ୟ ଏହା ଶୁଣିଥିଲି, କିନ୍ତୁ କେବେ ଭାବି ନଥିଲି ଯେ ମୋର ଏବଂ ମୋ ମାଉସୀଙ୍କ ସମ୍ପର୍କ ଏହିଭଳି ଏକ କାହାଣୀର ଅଂଶ ହେବ। ମୋ ବାପା ମା 2 ମାସ ପାଇଁ ବିଦେଶ ଯାଇଥିଲେ। ଘରର ସବୁ କାମ ସମ୍ଭାଳିବା ପାଇଁ ସେମାନେ ଜଣେ ଚାକରାଣୀର ବନ୍ଦୋବସ୍ତ କରିଦେଇଥିଲେ। ଦ୍ୱିତୀୟ ଦିନ ସକାଳ ପ୍ରାୟ 9:10 ବେଳେ ଘରର ଘଣ୍ଟି ବାଜିଲା। ମୁଁ ଶୀଘ୍ର ଦ୍ୱାର ପାଖରେ ପହଞ୍ଚିଲି। କବାଟ ଖୋଲୁ ଖୋଲୁ ଦେଖିଲି ସାମ୍ନାରେ ଜଣେ ସୁନ୍ଦରୀ ସ୍ତ୍ରୀ ଲୋକ ଛିଡ଼ା ହୋଇଥିଲେ। ଲମ୍ବା କଦ, ଗଠିଲା ଶରୀର, ଗୋରା ରଙ୍ଗ। ସେ କୌଣସି ମଡେଲଠାରୁ କମ୍ ଲାଗୁନଥିଲେ। ସେ ହସିକରି କହିଲେ, ଏହି ଘରେ ଚାକରାଣୀର ଦରକାର ଥିଲା ନା? ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ଜବାବ ଦେଲି, ହଁ, ମୋ ମା ଆପଣଙ୍କୁ ଡାକିଥିବେ। ଆସନ୍ତୁ, ଭିତରକୁ ଆସନ୍ତୁ। ସେ ବହୁତ ଆତ୍ମବିଶ୍ୱାସର ସହ ଘରେ ପ୍ରବେଶ କଲେ। ମୁଁ ତାଙ୍କୁ ରୋଷେଇ ଘର ଏବଂ ବାକି ଘର ଦେଖାଇଲି। ସେ ଏତେ ଚତୁର ଥିଲେ ଯେ କିଛି ମିନିଟ୍ ମଧ୍ୟରେ ତାଙ୍କୁ ସବୁ ଜଣାପଡ଼ିଗଲା ଯେ ରୋଷେଇ ଘରେ କେଉଁ ଜିନିଷ କେଉଁଠି ରଖାଯାଇଛି। କିଛି ସମୟ ପରେ ମୁଁ ମୋ ମାଙ୍କୁ ଫୋନ୍ କରି କହିଲି, ମା, ଚାକରାଣୀ ଆସିଯାଇଛି। ସବୁ କିଛି ଠିକ୍ ଲାଗୁଛି। ସବୁ ଭଲ ଅଛି ପୁଅ। ଏବେ ଚିନ୍ତାର କୌଣସି କଥା ନାହିଁ। ସେ ସବୁ କାମ ଦେଖିନେବ। ଦିନସାରାର ଥକ୍କାପଣ ଏବଂ ଘର କାମ ପରେ ଯେତେବେଳେ ସନ୍ଧ୍ୟା ସମୟ ହେଲା ଏବଂ ଚାକରାଣୀକୁ କାମରୁ ଛୁଟିର ଇସାରା ଦେଲି, ସେତେବେଳେ ସେ ହଠାତ୍ ମୋ ଆଡ଼କୁ ଚାହିଁ କହିଲେ, ରୋହନ, ମୁଁ ସକାଳୁ ତୁମ ସହିତ ଅଛି, କିନ୍ତୁ କଣ ତୁମେ ଗୋଟିଏ ମୁହୂର୍ତ୍ତ ପାଇଁ ବି ଭାବିଲ କି ମୁଁ କିଏ? ତାଙ୍କର ଏହି କଥାରେ ମୁଁ ଚମକି ପଡ଼ିଲି। ମୋ ଭିତରେ ଏକ ହଲଚଲ ସୃଷ୍ଟି ହେଲା। ମୁଁ ନିଜକୁ ସମ୍ଭାଳି କହିଲି, ଆପଣ ଏହି ଘରର ଚାକରାଣୀ। ମୋ ମା ଆପଣଙ୍କୁ କାମରେ ରଖିଛନ୍ତି। ଏହାଠାରୁ ଅଧିକ ମୁଁ ଆଉ କଣ ଜାଣିପାରିବି? ସେ ଗଭୀର ନିଶ୍ୱାସ ନେଲେ। ଫେରି କହିଲେ, ମୁଁ ଏହି ଘରକୁ ଚାକରାଣୀ ହୋଇ ନିଶ୍ଚୟ ଆସିଛି, କିନ୍ତୁ ମୋର ଆଉ ଏକ ସମ୍ପର୍କ ମଧ୍ୟ ଅଛି ଏହି ଘର ସହ। ତୁମ ସହିତ ମୋର ସମ୍ପର୍କ ବହୁତ ଗଭୀର। ଭାବ ରୋହନ, କଣ ତୁମକୁ ମୋ ଚେହେରା ପରିଚିତ ଲାଗୁନାହିଁ? ଏବେ ମୋ ନଜର ତାଙ୍କ ଚେହେରା ଉପରେ ରହିଗଲା। ତାଙ୍କ ଆଖିରେ ଏକ ଅଜବ ଭାବ ଥିଲା, ଯେମିତି କୌଣସି ପୁରୁଣା ସମ୍ପର୍କର ଛାଇ ସେଠାରେ ଲୁଚି ରହିଛି। ମୁଁ କିଛି କହିବାକୁ ଯାଉଥିଲି କି ସେ ହସିକରି କହିଲେ, ମୁଁ ସୁରେଖା, ତୁମ ମାଉସୀ। ପିଲାଦିନେ ତୁମକୁ କୋଳରେ ଖେଳାଇଛି ମୁଁ। ତାଙ୍କର ଏହି ଶବ୍ଦ ଶୁଣିବା ମାତ୍ରେ ମୋ ଭିତରେ କିଛି ଭାଙ୍ଗି ଯୋଡ଼ି ହେଲା ଭଳି ଅନୁଭବ ହେଲା। ମୋ ଆଖି ସାମ୍ନାରେ ପିଲାଦିନର କିଛି ଅସ୍ପଷ୍ଟ ଦୃଶ୍ୟ ଆସିବାକୁ ଲାଗିଲା। ସୁରେଖା ମାଉସୀଙ୍କ ଚେହେରା ଏବେ ଧୀରେ ଧୀରେ ମୋ ପିଲାଦିନର ସ୍ମୃତି ସହ ମିଶିବାକୁ ଲାଗିଲା। ସେ ହସିକରି ମୋ ମୁଣ୍ଡରେ ହାତ ବୁଲାଇଲେ। ହଁ ରୋହନ, ମୁଁ ହିଁ। ଏତେ ବର୍ଷ ପରେ ଯେତେବେଳେ ତୁମ ମା ମୋତେ ଏଠାକୁ ପଠାଇଲେ ତ ମୋତେ ଲାଗିଲା କି ମୁଁ ତୁମ ସହିତ ପୁଣି ସମୟ ବିତାଇ ପାରିବି, କିନ୍ତୁ ତୁମେ ମୋତେ ଚିହ୍ନି ପାରିଲ ନାହିଁ। ତାଙ୍କ ସ୍ୱରରେ ଏକ ମିଠା ଅଭିଯୋଗ ଥିଲା, କିନ୍ତୁ ସାଙ୍ଗରେ ସେଥିରେ ଭଲ ପାଇବା ଏବଂ ଆପଣାପଣ ମଧ୍ୟ ଝଲକୁଥିଲା। ଏବେ ମୋତେ ସବୁ ମନେ ପଡ଼ିବାକୁ ଲାଗିଲା। ମାଉସୀ, ମୋତେ କ୍ଷମା କରିଦିଅନ୍ତୁ। ମୁଁ ସତରେ ଆପଣଙ୍କୁ ଚିହ୍ନି ପାରିଲି ନାହିଁ। ପିଲାଦିନେ ଆପଣ ମୋର କେତେ ଯତ୍ନ ନେଇଥିଲେ, ଆଉ ଆଜି ମୁଁ ଦ୍ୱିଧାର ସହ କହିଲି। ମାଉସୀଙ୍କ ଆଖିରେ ଲୁହ ଥିଲା। ସେ ମୋ ଚେହେରାକୁ ନିଜ ହାତରେ ଧରି କହିଲେ, କିଛି କଥା ନାହିଁ ପୁଅ। ସମୟ ବିତିବା ସହିତ ସ୍ମୃତି ଧୂସର ହୋଇଯାଏ, କିନ୍ତୁ ସମ୍ପର୍କ କେବେ ଭାଙ୍ଗେ ନାହିଁ। ତାଙ୍କ କଥା ଶୁଣି ମୋ ମନ ଭରି ଆସିଲା। ମୁଁ ତାଙ୍କୁ କୁଣ୍ଢାଇ ଧରିଲି। ସେହି ମୁହୂର୍ତ୍ତରେ ମୋତେ ଏମିତି ଲାଗିଲା ଯେମିତି ମାଙ୍କ ଉପସ୍ଥିତିର ଅନୁଭବ ଫେରି ଆସିଛି। ସନ୍ଧ୍ୟା 6:10 ବାଜୁଥିଲା। ମାଉସୀ କହିଲେ, ଏବେ ତ ଘରର ସବୁ କାମ ହୋଇଗଲା। ମୁଁ କାଲି ସକାଳେ ଶୀଘ୍ର ଆସିଯିବି। ମୁଁ ଜବାବ ଦେଲି, ମାଉସୀ, ଏବେ ଆପଣ ପ୍ରତିଦିନ ଆସିବା ଯିବା କଷ୍ଟ କାହିଁକି କରିବେ? ଏଇଠି ରୁହନ୍ତୁ। ଆପଣଙ୍କୁ ଆଉ କୁଆଡ଼େ ଯିବାର ଦରକାର ନାହିଁ। ସେ ଟିକେ ଅଟକି ଯାଇ କହିଲେ, ରୋହନ, ମୁଁ ଭାବୁଥିଲି କି ଯଦି ମୋତେ ଏଇଠି ରହିବା ପାଇଁ ଗୋଟିଏ ରୁମ୍ ମିଳିଯାଆନ୍ତା, ତେବେ ମୁଁ କାମ ମଧ୍ୟରେ କରିପାରନ୍ତି। ଆଉ ରହିଲା ଦରମା କଥା, ତୁ ମୋତେ ଯେତିକି ଦେବାକୁ ଚାହିଁବୁ ସେତିକି ଯଥେଷ୍ଟ ହେବ। ମାଉସୀଙ୍କ ସହ କଥା ହେବା ପରେ ମୁଁ ମୋ ମାଙ୍କୁ ଫୋନ୍ କଲି।
ମୁଁ ପୂରା ସ୍ଥିତି ବିଷୟରେ କହିଲି ଏବଂ ତାଙ୍କୁ ପରାମର୍ଶ ମାଗିଲି। ମା ହସିକରି କହିଲେ, ରୋହନ, ଆମ ଘରେ ଏମିତି ବି ବହୁତ ରୁମ୍ ଖାଲି ପଡ଼ିଛି। ସୁରେଖାକୁ ଗୋଟିଏ ରୁମ୍ ଦେଇଦେ। ସେ ତୋର ଯତ୍ନ ମଧ୍ୟ ନେବ ଏବଂ ଘରେ ତୋତେ ଏକୁଟିଆ ଅନୁଭବ ହେବ ନାହିଁ। ତୋତେ କୌଣସି ଛୋଟମୋଟ କାମ ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ। ମାଙ୍କ କଥା ମୋତେ ଠିକ୍ ଲାଗିଲା। ମୁଁ ତୁରନ୍ତ ମାଉସୀଙ୍କୁ ଗୋଟିଏ ରୁମ୍ ଦେଇଦେଲି। କିନ୍ତୁ ମୁଁ ଲକ୍ଷ୍ୟ କଲି ଯେ ସେ ନିଜ ସହିତ କୌଣସି ଜିନିଷ ଆଣି ନଥିଲେ। ତେଣୁ ମୁଁ ମାଙ୍କ ଆଲମାରିରୁ କିଛି ପୁରୁଣା ଶାଢ଼ୀ ବାହାର କଲି ଏବଂ ତାଙ୍କୁ ଦେଲି। ମୁଁ କହିଲି, ମାଉସୀ, ଆପଣ ଏଇ ଶାଢ଼ୀଗୁଡ଼ିକୁ ପିନ୍ଧନ୍ତୁ। ଏହା ମାଙ୍କର, କିନ୍ତୁ ଆପଣଙ୍କୁ କୁଲ୍ ସୁଟ୍ କରିବ। ଆପଣ ମାଙ୍କକୁ ଯାଇ ଚେଞ୍ଜ କରିପାରିବେ। ମାଉସୀ ହସିଲେ ଏବଂ ଶାଢ଼ୀ ନେଇ ମାଙ୍କକୁ ଚାଲିଗଲେ। ମୁଁ ବାକି କାମରେ ଲାଗିଗଲି। କିନ୍ତୁ କିଛି ମିନିଟ୍ ପରେ ମୋର ମନେ ପଡ଼ିଲା ଯେ ମୋ ମୋବାଇଲ ଚାର୍ଜର ମାଙ୍କରେ ରଖାଯାଇଛି। ଅଧିକ ନ ଭାବି ମୁଁ ସିଧା ରୁମ୍ ଆଡ଼କୁ ବଢ଼ିଲି। ଯେମିତି ହିଁ ମୁଁ କବାଟ ଖୋଲିଲି, ମୋ ପାଦ ଅଟକିଗଲା। ମାଉସୀ ପୋଷାକ ବଦଳାଉଥିଲେ। ମୋ ନଜର ତାଙ୍କ ଛାଇ ଉପରେ ପଡ଼ିଲା ଏବଂ ମୁଁ ତୁରନ୍ତ ପଛକୁ ହଟିଗଲି। ସରି ମାଉସୀ, ମୁଁ ଜାଣିନଥିଲି। ମୁଁ ଲଜ୍ଜିତ ହୋଇ କହିଲି ଏବଂ ନଜର ତଳକୁ କରିଦେଲି। କିନ୍ତୁ ମାଉସୀ ହାଲୁକା ହସ ସହ ଜବାବ ଦେଲେ, ଆରେ ରୋହନ, ଏଥିରେ ଏତେ ଲାଜ କରିବାର କ'ଣ ଅଛି? ତୁ ତ ମୋର ନିଜର। ଆସି ଟିକେ ଦେଖନ୍ତୁ ତ ମାର ଏଇ ଶାଢ଼ୀ ମୋତେ କେମିତି ଲାଗୁଛି। ତାଙ୍କ ଶବ୍ଦ ମୋତେ ଅସହଜ କରିଦେଲା। ମୁଁ କିଛି ସମୟ ପାଇଁ ସେଠାରେ ଛିଡ଼ା ହୋଇ ରହିଲି। ପରେ ନିଜକୁ ସମ୍ଭାଳି କହିଲି, ମାଉସୀ, ଶାଢ଼ୀ ତ ଆପଣଙ୍କୁ ବହୁତ ଭଲ ଲାଗିବ। ମୁଁ ପରେ ଆସି ଚାର୍ଜର ନେଇଯିବି। ମାଉସୀ ପୁଣି ହସିକରି କହିଲେ, କିଛି କଥା ନାହିଁ ରୋହନ, ମୁଁ ତ ବସ୍ ଏହା ଜାଣିବାକୁ ଚାହୁଁଥିଲି କି ମୁଁ ଏହି ଶାଢ଼ୀରେ କେମିତି ଲାଗୁଛି। କିଛି ସମୟ ପରେ ମାଉସୀରୁ ବାହାରକୁ ଆସିଲେ। ସେ ମାଙ୍କ ପୁରୁଣା ଶାଢ଼ୀ ପିନ୍ଧିଥିଲେ, କିନ୍ତୁ ତାଙ୍କ ସୁନ୍ଦରତା ସେହି ସାଧାରଣ ଶାଢ଼ୀକୁ ମଧ୍ୟ ଖାସ୍ କରିଦେଉଥିଲା। ତାଙ୍କ ବୟସ 40 ହୋଇଥିଲେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ଏବଂ ଆତ୍ମବିଶ୍ୱାସ କୌଣସି ଯୁବତୀଠାରୁ କମ୍ ନଥିଲା। ତାଙ୍କ ହସରେ ଏକ ଅଲଗା ପ୍ରକାରର ଆତ୍ମୀୟତା ଥିଲା, ଯାହା ସବୁ ପରିବେଶକୁ ସକାରାତ୍ମକ କରିଦେଉଥିଲା। ମୁଁ ତାଙ୍କ ଆଡ଼କୁ ଚାହିଁ କହିଲି, ମାଉସୀ, ଆପଣ ସତରେ ବହୁତ ସୁନ୍ଦର ଲାଗୁଛନ୍ତି। ମାଙ୍କ ଶାଢ଼ୀ ଆପଣଙ୍କ ସୌନ୍ଦର୍ଯ୍ୟକୁ ଆହୁରି ନିଖାରି ଦେଇଛି। ମାଉସୀ ହସିକରି କହିଲେ, ତୋ ମାର ଶାଢ଼ୀ ତ ସବୁବେଳେ ଖାସ୍ ଥିଲା, କିନ୍ତୁ ତୋ ଶବ୍ଦ ମୋତେ ଆହୁରି ଖାସ୍ ଅନୁଭବ କରାଇଲା। ସୁରେଖା ମାଉସୀଙ୍କୁ ଘରକୁ ଆସିବାର ଏବେ 10 ଦିନ ହୋଇଗଲାଣି। ଏହି କିଛି ଦିନରେ ସେ ଘରକୁ ଏମିତି ସମ୍ଭାଳିଲେ ଯେମିତି ତାହା ତାଙ୍କର ନିଜର। ପ୍ରତିଦିନ ମୁଁ ତାଙ୍କଠାରୁ କିଛି ନୂଆ ଶିଖୁଥିଲି। ଦିନେ ଯେତେବେଳେ ମୁଁ ମୋରେ ବସିଥିଲି, ମାଉସୀ ମୋ ପାଖକୁ ଆସି ବସିଲେ। ସେ କହିଲେ, ରୋହନ, ତତେ ଜଣାଉଛି ପିଲାଦିନେ ତୁ କେତେ ଦୁଷ୍ଟ ଥିଲୁ। ତୋର ପ୍ରତିଟି ଛୋଟ ବଡ଼ ଜିଦ୍ ପୂରଣ କରିବା ମୋର ସବୁଠାରୁ ବଡ଼ ଦାୟିତ୍ୱ ଥିଲା। ତାଙ୍କ କଥା ଶୁଣି ମୁଁ ହସିଲି ଏବଂ ତାଙ୍କୁ ନିଜ ସ୍ମୃତିରେ ହଜିଯାଇଥିବାର ଦେଖିଲି। ତାଙ୍କ କଥା ଶୁଣି ମୋତେ ମଧ୍ୟ ମୋ ପିଲାଦିନର କଥା ମନେ ପଡ଼ିବାକୁ ଲାଗିଲା। ସେ ପ୍ରତିଟି ଘଟଣା ଏମିତି ଶୁଣାଉଥିଲେ ଯେ ସେହି ସମୟ ଯେମିତି ପୁଣି ଜୀବନ୍ତ ହୋଇଉଠିଲା। ଗୋଟିଏ ସକାଳେ ମାଉସୀ ମୋକୁ ଆସିଲେ। ତାଙ୍କ ଚେହେରାରେ ଏକ ଚଗଲା ହସ ଥିଲା। ସେ କହିଲେ, ରୋହନ, କ'ଣ ତୁ କେବେ ଭାବିଛୁ କି ମୁଁ ତୋ ପାଇଁ କ'ଣ କରିପାରେ? ସେ କହିଲେ, ତୋ ଚୁଟି ସବୁବେଳେ ଏଣେତେଣେ ହୋଇଥାଏ। ଆଜି ମୁଁ ତୋ ଚୁଟି ସଜାଡ଼ି ଦେବି। ତୁ ସବୁବେଳେ ମୋତେ କହୁ ଯେ ମୁଁ ଏହି ଘରକୁ ନିଜର ମାନେ। ତେବେ ଚାଲ, ଆଜି ମୁଁ ତୋ ଟିକେ ଯତ୍ନ ନେଇଯାଏ। ତାଙ୍କର ଏହି କଥାରେ ମୁଁ ହସିଲି ଏବଂ ଟାୱେଲ ଉଠାଇ ତାଙ୍କ ହାତରେ ଦେଇଦେଲି। ମୁଁ ମୋ ଆଣ୍ଠୁ ତାଙ୍କ ସାମ୍ନାରେ ରଖିଲି ଏବଂ ମୁଣ୍ଡ ନୁଆଇଁ ଦେଲି। ସେଇ ସ୍ନେହରେ ମୋ ଚୁଟି ଶୁଖାଇବାକୁ ଲାଗିଲେ। ତାଙ୍କର ଏହି ଆତ୍ମୀୟ ସ୍ପର୍ଶ ମୋତେ ମୋ ପିଲାଦିନ କଥା ମନେ ପକାଇଦେଲା। କିଛି ଦିନ ପରେ ଗୋଟିଏ ସନ୍ଧ୍ୟାରେ ମୁଁ ସାଙ୍ଗମାନଙ୍କ ସହ ଜନ୍ମଦିନ ପାର୍ଟିକୁ ଯିବାକୁ ପ୍ରସ୍ତୁତ ହେଉଥିଲି। ସେତେବେଳେ ମାଉସୀ ପଚାରିଲେ, ରୋହନ, ତୁ କୁଆଡ଼େ ଯାଉଛୁ? ସେ ତୁରନ୍ତ କହିଲେ, ଆରେ ତୁ ମୋତେ ନିଜ ଘରର ସଦସ୍ୟ ମାନୁଛୁ ଆଉ ମୋତେ କେବେ ନିଜ ସହ ବାହାରକୁ ନେଉନାହୁଁ। କ'ଣ ମୋତେ ମଧ୍ୟ ତୋ ସହ ପାର୍ଟିକୁ ଯିବାର ସୁଯୋଗ ମିଳିବ? ମୁଁ ହସିକରି କହିଲି, ମାଉସୀ, ଆପଣ ଚାଲନ୍ତୁ, କିନ୍ତୁ ଏହି ପାର୍ଟି ବହୁତ ଆଧୁନିକ ହେବ। କ'ଣ ଆପଣ ସେହି ପରିବେଶରେ ନିଜକୁ ସହଜ ମନେ କରିବେ? ସେ ଆତ୍ମବିଶ୍ୱାସର ସହ କହିଲେ, କାହିଁକି ନୁହେଁ? ତୁ ବସ୍, ମୋତେ ପ୍ରସ୍ତୁତ ହେବା ପାଇଁ ସମୟ ଦେ। ମୁଁ ତାଙ୍କୁ ମାଙ୍କରୁ ଏକ ସୁନ୍ଦର ଶାଢ଼ୀ ପିନ୍ଧିବା ପାଇଁ କହିଲି। ସେ ତୁରନ୍ତ ସେଠାକୁ ଚାଲିଗଲେ। କିଛି ସମୟ ପରେ ଯେତେବେଳେ ସେଇରୁ ବାହାରକୁ ଆସିଲେ, ମୋ ନଜର ତାଙ୍କ ଉପରେ ଅଟକିଗଲା। ମାଉସୀ ଶାଢ଼ୀକୁ ଏମିତି ପିନ୍ଧିଥିଲେ ଯେ ତାଙ୍କ ସୁନ୍ଦରତା ଆହୁରି ବଢ଼ିଯାଇଥିଲା। ସେ ହାଲୁକା ମେକଅପ୍ କରିଥିଲେ ଯାହା ତାଙ୍କ ବୟସକୁ କେଉଁଠି ପଛରେ ଛାଡ଼ି ସାରିଥିଲା। ତାଙ୍କ ଆତ୍ମବିଶ୍ୱାସ ଏବଂ ସୌନ୍ଦର୍ଯ୍ୟ ଏମିତି ଥିଲା ଯେ ସେ ପୂରା ପରିବେଶକୁ ଉଜ୍ଜ୍ୱଳ କରିଦେଲେ। ତାଙ୍କ ଉପରେ ଯେତେବେଳେ ମୋ ନଜର ପଡ଼ିଲା, ମୁଁ ଲାଜରେ ମୋ ମୁଣ୍ଡ ନୁଆଇଁ ଦେଲି। ପରେ ଯେମିତି ହିଁ ମାଉସୀ ମୋ ଆଡ଼କୁ ବଢ଼ିଲେ, ତାଙ୍କ ପାଦ ହିଲ୍ ସାଣ୍ଡାଲ ଯୋଗୁଁ ଖସିଗଲା ଏବଂ ସେ ମୋ ଉପରେ ପଡ଼ିଗଲେ। ଏବେ ତାଙ୍କ ସୁନ୍ଦରତାର ମହକ ମୋ ଚାରିଆଡ଼େ ବ୍ୟାପି ଯାଇଥିଲା ଏବଂ ତାଙ୍କ ଶରୀର ମୋ ସହ ଧକ୍କା ହୋଇଗଲା।
ମୁଁ ଏକ ଅଲଗା ଅନୁଭବ କରୁଥିଲି, କିନ୍ତୁ ମାଉସୀ ମୋ ଉପରୁ ଉଠୁ ନଥିଲେ। ସେ ମୋତେ କଷି କରି ଧରି ପକାଇଲେ। ତାପରେ ମୋ ଅବସ୍ଥା ଖରାପ ହେବାକୁ ଲାଗିଲା। ନିଜ ଉପରେ ନିୟନ୍ତ୍ରଣ ରଖିବା କଷ୍ଟ ହୋଇ ପଡୁଥିଲା। ଆମ ଭିତରେ କିଛି ହେବା ପୂର୍ବରୁ ହଠାତ୍ ମାଉସୀ ହଲିଲେ। ସେତେବେଳେ ଯାଇ ମୋର ହୋସ୍ ଆସିଲା ଏବଂ ମୁଁ ତାଙ୍କୁ ଧକ୍କା ଦେଇ ମୋ ଉପରୁ ଦୂର କରିଦେଲି। ମୁଁ ତାଙ୍କୁ କହିଲି, ଆପଣ ଯାହାବି ମେକଅପ୍ କରିଛନ୍ତି ଏଥିରେ ଆପଣ ଜଣେ ମଡେଲ ଭଳି ଦେଖାଯାଉଛନ୍ତି। ଏସବୁ ତ ଠିକ୍ ଅଛି, କିନ୍ତୁ ଦୟାକରି ଆପଣ ହିଲ୍ସ ପିନ୍ଧନ୍ତୁ ନାହିଁ। ମୋତେ ଆପଣଙ୍କୁ ପ୍ରତି ପାଦରେ ଉଠାଇବାକୁ ପଡ଼ିବ। ପରେ ସେ ହିଲ୍ ସାଣ୍ଡାଲ ଏକ ପଟେ ରଖିଦେଲେ ଏବଂ ମୋ ମାଙ୍କ ଅନ୍ୟ ଏକ ଫ୍ଲାଟ୍ ସାଣ୍ଡାଲ ପିନ୍ଧିଲେ। ଯେତେବେଳେ ଆମେ ଦୁହେଁରେ ବସି ପାର୍ଟି ପାଇଁ ବାହାରିଲୁ, ମୋ ନଜର ମାଉସୀଙ୍କ ଉପରେ ଥିଲା। ପାର୍ଟିରେ ମଧ୍ୟ ମୋ ସାଙ୍ଗମାନଙ୍କୁ ଲାଗିଲା କି ସେ ମୋ ଗର୍ଲଫ୍ରେଣ୍ଡ। ସତରେ ସେଇ ଜଣେ ଗର୍ଲଫ୍ରେଣ୍ଡ ଭଳି ଲାଗୁଥିଲେ। ତେଣୁ ପାର୍ଟିରେ ମୋର ସବୁ ସାଙ୍ଗମାନେ ଭାବିଲେ କି ସେ ମୋ ପ୍ରେମିକା ଥିଲେ। କିନ୍ତୁ ମାଉସୀ ଭୁଲ ବୁଝାମଣା ଦୂର କରିବା ବଦଳରେ ଆହୁରି ଭ୍ରମ ସୃଷ୍ଟି କଲେ। ମୋର ସବୁ ସାଙ୍ଗମାନଙ୍କୁ ସେ କହିଲେ ଯେ ମୁଁ ରୋହନର ବନ୍ଧୁ। ଯେତେବେଳେ ଆମେ ପାର୍ଟିରୁ ବାହାରିଲୁ, ମୁଁ ତାଙ୍କୁ ପଚାରିଲି କି ଆପଣ ଏମିତି କାହିଁକି କଲେ। ସେତେବେଳେ ସେ କହିଲେ, ତୋ ଚେହେରା ତ ସେତେବେଳେ ଦେଖିବା ଲାୟକ ଥିଲା ଯେତେବେଳେ ତୋ ସାଙ୍ଗମାନେ ଭାବିଲେ କି ମୁଁ ତୋ ଗର୍ଲଫ୍ରେଣ୍ଡ। ତୁ ତ ସାଙ୍ଗମାନଙ୍କୁ ଏହା କହି ଟିକେ ଭାବୁକ ହେବାକୁ ଚାହୁଁଥିଲୁ କି ମୁଁ ତୋ ଗର୍ଲଫ୍ରେଣ୍ଡ ଏବଂ ମୁଁ ତାହା ତ ଚେହେରାରେ ଦେଖିପାରୁଥିଲି। ତେଣୁ ମୁଁ ସମସ୍ତଙ୍କ କଥା ପକ୍କା କରିଦେଲି ଏବଂ ସମସ୍ତଙ୍କୁ କହିଦେଲି ଯେ ମୁଁ ତୋର ବନ୍ଧୁ। ଯଦି ତତେ ଏହା ପସନ୍ଦ ଆସିଲା ନାହିଁ ତେବେ ମୁଁ ଏଥିପାଇଁ କ୍ଷମା ଚାହୁଁଛି। ଯେମିତି ହିଁ ମାଉସୀ ଏହା କହିଲେ, ମୁଁ ତାଙ୍କୁ କହିଲି, ଆପଣଙ୍କୁ କ୍ଷମା ମାଗିବାର କୌଣସି ଦରକାର ନାହିଁ। ଆପଣ ଯାହା କଲେ ତାହା ଠିକ୍ କଲେ। ମୋର ତ ଭାଉ ଖାଇବାର ଅଭ୍ୟାସ ଅଛି। ଏହା ଉପରେ ସେ କହିଲେ, ମୁଁ ସେତେବେଳେ ତତେ ଜାଣିଛି ଯେତେବେଳେ ତୁ 2 ବର୍ଷର ଥିଲୁ। ସେବେଠାରୁ ମୁଁ ତୋର ଯତ୍ନ ନେଇଛି। ମୁଁ ତ ସ୍ୱଭାବକୁ ଭଲ ଭାବରେ ଜାଣିଛି। ମୁଁ ତାଙ୍କ କଥା ଶୁଣି ହସିଦେଲି। ପରେ ସେ ସିଧା କହିଲେ କି ଏବେ ତ ଆମ ବନ୍ଧୁତା କଥା ଛିଡ଼ିଲାଣି, ତେବେ ଏବେ ମୁଁ ସତରେ ତୋର ବନ୍ଧୁ ହେବାକୁ ପ୍ରସ୍ତୁତ। ମାଉସୀ ଏବେ ମୋ ବନ୍ଧୁ ହୋଇସାରିଥିଲେ ଏବଂ ଆମ ଭିତରର ସମ୍ପର୍କ ଏକ ନୂଆ ମୋଡ଼ରେ ଥିଲା। ମୁଁ ଟିକେ ହସ ମଜାକରେ କହିଲି, ଏବେ ତ ଆପଣଙ୍କର ମୋ ମାଉସୀ ହେବାର ବୟସ ମଧ୍ୟ ବିତିଗଲାଣି ଏବଂ ମୋର ଆପଣଙ୍କୁ ମାଉସୀ କହିବାର ବୟସ ମଧ୍ୟ ବିତିଗଲାଣି। ମୋ ଶବ୍ଦରେ ଯେମିତି ଏକ ହାଲୁକା ମଜାକ ଥିଲା, କିନ୍ତୁ ସେ ଏହି କଥା ବୁଝିଗଲେ। ସେ କି ନେଇ କହିଲେ, ତାହେଲେ ତୁ ମୋତେ ସୁରେଖା କହି ଡାକ। କଣ ଏହା ଠିକ୍ ରହିବ? ସେ 40 ବର୍ଷର ମହିଳା ଥିଲେ, କିନ୍ତୁ ଦେଖିବାକୁ ସେ ଏମିତି ଲାଗୁଥିଲେ ଯେମିତି ଜଣେ ଯବାନ ଝିଅର ଚେହେରା ଏବଂ ମାସୁମିୟତ ସେଥିରେ ଭରି ରହିଛି। ଯେତେବେଳେ ମୁଁ ତାଙ୍କ ନାଁ ନେଲି, ମୋତେ ଏମିତି ଅନୁଭବ ହେଲା ଯେମିତି ଏକ ନୂଆ ସମ୍ପର୍କର ଆରମ୍ଭ ହେଉଛି। ମୋତେ ଟିକେ ସଙ୍କୋଚ ହେଲା, କାରଣ ମୋତେ ଏମିତି ଲାଗିଲା ଯେ ବୟସ ଏବଂ ସମ୍ପର୍କର ସୀମା ପାର କରିବା ସହଜ ନଥିଲା। କିନ୍ତୁ ତାଙ୍କ ହସ ଯେମିତି ସବୁ ସଙ୍କୋଚ ଭାଙ୍ଗିଦେଲା। ଯେମିତି ହିଁ ମୁଁ କହିଲି, ଠିକ୍ ଅଛି ସୁରେଖା, ସେ କିଛି ମୁହୂର୍ତ୍ତ ପାଇଁ ଲାଜେଇ ଗଲେ। ମନେହେଲା ସେ କୌଣସି ନୂଆ ବୋହୂ ଭଳି ଲାଜ କରୁଛନ୍ତି। ସେହି ଲାଜ ସହିତ ଯେଉଁ ନୂତନତା ଏବଂ ଆତ୍ମବିଶ୍ୱାସ ଥିଲା, ତାହା ମୋତେ ଆହୁରି ଆକର୍ଷିତ କଲା। ଏବେ ଆମ ଦୁହିଁଙ୍କ ମଝିରେ ଥିବା କାନ୍ଥଗୁଡ଼ିକ, ଯାହା ପୂର୍ବରୁ ସମ୍ପର୍କର ସୀମାରେ ବାନ୍ଧି ରଖୁଥିଲା, ଏବେ ସମ୍ପୂର୍ଣ୍ଣ ଭାବେ ଖସି ପଡ଼ିଥିଲା। ପରଦିନ କଲେଜ ଯିବା ପୂର୍ବରୁ ମୋତେ ସାର୍ଟ ବାଛିବାରେ ବହୁତ ଦ୍ୱିଧା ହେଉଥିଲା। ଯେମିତି ହିଁ ମୁଁ ମୋ ମାଙ୍କୁ ଫୋନ କରି ପଚାରିଲି କି କେଉଁ ସର୍ଟ ପିନ୍ଧିବା ଉଚିତ, ସୁରେଖାକୁ ଆସିଲେ। ସେ ହସିକରି ମୋତେ ଫୋନ ରଖିବାକୁ କହିଲେ। ପରେ ନିଜ ସ୍ୱରରେ ଏକ ହାଲୁକା ଆଦେଶ ଦେଇ କହିଲେ, ଯେତେବେଳେ ତ ସୁରେଖା ଘରେ ଅଛି, ତ ମାକୁ ଫୋନ କରିବାର କଣ ଦରକାର? ତୁ କଣ ଚାହୁଁଛୁ, କଣ ଚାହୁଁନାହୁଁ? ଏବେ ଏହା ମୋର ଦାୟିତ୍ୱ। ଏହି ଶବ୍ଦଗୁଡ଼ିକରେ ଏକ ସତେଜତା ଥିଲା, ଯେମିତି ଏକ ନୂଆ ଏବଂ ଅଲଗା ସମ୍ପର୍କ ନିଜର ପୂରା ଗତି ଧରୁଛି। ସେ ତୁରନ୍ତ ଉଠି ମୋ ପସନ୍ଦର ସାର୍ଟ ବାହାର କରି ଆଣିଲେ ଏବଂ କହିଲେ, ଏହା ପିନ୍ଧିନିଅ। ମୋର ବିଶ୍ୱାସ କି ତୁ ଏଥିରେ ବହୁତ ଭଲ ଦେଖାଯିବୁ। ତାଙ୍କ ପସନ୍ଦରେ କୌଣସି ଭୁଲ ନଥିଲା ଏବଂ ଏହି ବିଚାର ମଧ୍ୟ ମୋତେ ବହୁତ ଭଲ ଲାଗିଲା। ପରେ ମୁଁ କଲେଜ ପାଇଁ ପ୍ରସ୍ତୁତ ହୋଇଗଲି ଏବଂ ଏକ ନୂଆ ଆତ୍ମବିଶ୍ୱାସ ସହିତ ଘରୁ ବାହାରିଲି। ସେହି ରାତି କିଛି ଅଲଗା ଥିଲା। ଯେମିତି ହିଁ ମୁଁ ମୋରେ ବସିଥିଲି, ସୁରେଖା ଆସିଲେ ଏବଂ କହିଲେ, ତୁ ବହୁତ ଥକି ଯାଇଛୁ। ଆଜି ମୁଁ ତ ମୁଣ୍ଡରେ ତେଲ ମାଲିସ କରିଦେବି। ଯେତେବେଳେ ତାଙ୍କ ହାତ ମୋ ଚୁଟିରେ ବୁଲିବାକୁ ଲାଗିଲା, ତେବେ ମୋ ଶରୀରରେ ହଲଚଲ ହେଲା। ଏମିତି ଅନୁଭବ ହେଲା ଯେମିତି କେହି ମୋର ସବୁ ସଙ୍କୋଚ ଏବଂ ଥକ୍କାପଣକୁ ଛୁଇଁ ଦେଇଛି। ତାଙ୍କ ଆଙ୍ଗୁଠିର ସ୍ପର୍ଶ ମୋ ମୁଣ୍ଡରୁ ଧୀରେ ଧୀରେ ପିଠି ପର୍ଯ୍ୟନ୍ତ ବ୍ୟାପିବାକୁ ଲାଗିଲା ଏବଂ ମୋତେ ଏକ ଶାନ୍ତିପୂର୍ଣ୍ଣ ଗଭୀର ନିଦ ଆସିଗଲା। ମାଙ୍କ ପାଖରେ କେବେ ଏତେ ସମୟ ନଥିଲା କି ସେ ମୋତେ ଏମିତି ମାଲିସ କରିପାରିବେ। ସେ ସବୁବେଳେ ନିଜ କାମରେ ବ୍ୟସ୍ତ ରହୁଥିଲେ। ମୋର ତ ଏହା ମନେ ମଧ୍ୟ ନଥିଲା କି କେବେ ମା ମୋତେ ଏହିଭଳି ବିଶ୍ରାମ ଦେଇଛନ୍ତି। କିନ୍ତୁ ଆଜି ସୁରେଖା ନିଜର ଯତ୍ନ ଏବଂ ସ୍ନେହରେ ମୋତେ ଏକ ନୂଆ ଆରାମ ଦେଲେ ଏବଂ ମୁଁ ଶୋଉ ଶୋଉ ତାଙ୍କର ସେହି ସ୍ନେହରେ ହଜିଗଲି। ପରଦିନ ଯେତେବେଳେ ମୁଁ ଆଖି ଖୋଲିଲି ତ ଦେଖିଲି ସୁରେଖା ମୋ ପାଦ ପାଖରେ ଶୋଇଥିଲେ।
ତାଙ୍କର ନିକଟତା ଏବଂ ତାଙ୍କର ପାଖରେ ଶୋଇବାର ଏହି ଦୃଶ୍ୟ ମୋତେ ଟିକେ ଅଜବ ଲାଗୁଥିଲା। କିନ୍ତୁ ଯେମିତି ହିଁ ମୁଁ ଆଖି ଖୋଲିଲି ମୁଁ ତୁରନ୍ତ ତାଙ୍କୁ ଜଗାଇଲି। ଆପଣ ଏଠାରେ ମୋ ପାଦ ପାଖରେ କଣ କରୁଛନ୍ତି? ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି। ସେ ଧୀରେ ହସିଲେ ଏବଂ କହିଲେ, କାଲି ଯେତେବେଳେ ମୁଁ ତୋତେ ତେଲ ମାଲିସ କରୁଥିଲି ତେବେ ମୋର ମଧ୍ୟ ଆଖି ଲାଗିଗଲା। ବସ୍ ସେଇଠି ଶୋଇପଡ଼ିଲି। ତାଙ୍କ ଚେହେରାରେ ଏକ ଶାନ୍ତି ଥିଲା ଯାହା କୌଣସି ମନଦୁଃଖ କିମ୍ବା ଥକ୍କାପଣକୁ ଲୁଚାଇ ରଖିଥିବା ପରି ଜଣାପଡ଼ୁଥିଲା। ପରେ ସେ ମୋତେ ଏକ ପ୍ରଶ୍ନ ପଚାରିଲେ ଯାହା ମୋତେ ଭାବିବାକୁ ବାଧ୍ୟ କଲା। ସେ କହିଲେ, ରାତିରେ କିଛି ସମୟ ପାଇଁ ମୁଁ ତୋ କାନ୍ଧରେ ହାତ ରଖିଥିଲି, ତୁ ତୁରନ୍ତ ଶୋଇପଡ଼ିଲୁ। କଣ ତୋ ମା ତୋତେ କେବେ ସମୟ ଦିଅନ୍ତି ନାହିଁ? କଣ ତୋର କେବେ ମୁଣ୍ଡ ମାଲିସ କରାଯାଇ ନାହିଁ? ମୁଁ କିଛି ନ ଭାବି ଜବାବ ଦେଲି, ଏମିତି କିଛି ନୁହେଁ। ମୋ ମା ମୋର ବହୁତ ଯତ୍ନ ନିଅନ୍ତି। ସତ ତ ଏହା ଥିଲା କି ମୋ ମାଙ୍କୁ ନିଜ କାମରୁ ସମୟ ମିଳୁନଥିଲା। ସେ ସବୁବେଳେ ବ୍ୟସ୍ତ ରହୁଥିଲେ ଏବଂ ମୋତେ କେବେ ଏମିତି ଆରାମ ମିଳିନଥିଲା ଯେମିତି ସୁରେଖା ଦେଲେ। କିନ୍ତୁ ମୁଁ ଏହି କଥା ଲୁଚାଇଲି ଏବଂ କହିଲି କି ମୋ ମା ମୋତେ ସବୁବେଳେ ଭଲ ଭାବରେ ଦେଖନ୍ତି। ସୁରେଖା ମୁଣ୍ଡ ହଲାଇଲେ ଏବଂ ଚୁପଚାପ ବାହାରକୁ ଚାଲିଗଲେ। କିଛି ସମୟ ମଧ୍ୟରେ ଆମେ ଦୁହେଁ ଜଳଖିଆରେ ବସିଲୁ। ସେତେବେଳେ ଘରର ଘଣ୍ଟି ବାଜିଲା ଏବଂ ମୁଁ ବୁଝିଗଲି କି ମୋ ବାପା ମା ଆସିଗଲେ। ମୁଁ ଖୁସିରେ ଦୌଡ଼ି କରି ତାଙ୍କ ପାଖକୁ ଗଲି। ବାପା ମା ଘରକୁ ଆସିଲେ ଏବଂ ଯେମିତି ହିଁ ବାପାଙ୍କ ନଜର ସୁରେଖା ଉପରେ ପଡ଼ିଲା, ସେ ତାଙ୍କୁ ଉପରୁ ତଳ ଯାଏଁ ଦେଖୁଥିଲେ। ମୁଁ ଏହା ଦେଖି ଟିକେ ଚମକି ପଡ଼ିଲି, କାରଣ ବାପା ଯେମିତି ସୁରେଖାଙ୍କୁ ବହୁତ ଧ୍ୟାନ ଦେଇ ଦେଖିଲେ। ସେ ଗୋଟିଏ ମୁହୂର୍ତ୍ତ ପାଇଁ ବହୁତ ଧ୍ୟାନ ଦେଇ ତାଙ୍କୁ ଦେଖୁଥିଲେ ଏବଂ ମୋତେ ଅନୁଭବ ହେଲା ଯେ ସେ କିଛି ଭାବୁଛନ୍ତି। ମୁଁ ଏହି ସ୍ଥିତିରୁ ଅଜ୍ଞ ରହିପାରିଲି ନାହିଁ। ତେଣୁ ମୁଁ ବାପାଙ୍କ ନଜର ତାଙ୍କ ପାଖରୁ ହଟାଇବା ପାଇଁ ତାଙ୍କୁ କୁଣ୍ଢାଇ ଧରିଲି। ପରେ ମା ସୁରେଖାଙ୍କୁ ଭେଟି ତାଙ୍କୁ କୁଣ୍ଢାଇ ପକାଇଲେ। ମୋତେ ଭଲ ଲାଗିଲା କି ମା ସୁରେଖାଙ୍କୁ ଏତେ ଭଲ ଭାବରେ ଜାଣିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଏକ ଭଲ ବୁଝାମଣା ଥିଲା। କିନ୍ତୁ ରାତିରେ ଖାଇବା ସମୟରେ ମୁଁ ପୁଣି ଥରେ ବାପାଙ୍କୁ ସୁରେଖା ଆଡ଼କୁ ଏକ ଅଲଗା ପ୍ରକାରରେ ଚାହୁଁଥିବାର ଅନୁଭବ କଲି। ତାଙ୍କ ନଜରରେ ଯେଉଁ ଗଭୀରତା ଏବଂ ଚିନ୍ତା ଥିଲା ତାହା ମୋତେ ବିବ୍ରତ କରିଦେଲା। ମୋତେ ଏହା ବୁଝିବାରେ ଅସୁବିଧା ହେଉଥିଲା ଯେ ସେ ତାଙ୍କୁ ଏତେ ଧ୍ୟାନ ଦେଇ କାହିଁକି ଚାହୁଁଛନ୍ତି। ସେହି ଚାହାଣୀ ଘୁରି ଚାହିଁବା ଭଳି ନଥିଲା, କିନ୍ତୁ କିଛି ଏମିତି ଥିଲା ଯାହା ମୋତେ ବ୍ୟତିବ୍ୟସ୍ତ କରୁଥିଲା। ରାତି ଖାଇବା ଶେଷ ହେଲା ଏବଂ ବାପା ନିଜକୁ ଚାଲିଗଲେ। କିନ୍ତୁ ସୁରେଖା ଏବେ ବି କିଚେନ୍ ସଫା କରୁଥିଲେ। ମୁଁ ଏହା ଅନୁଭବ କଲି କି ତାଙ୍କର ଯତ୍ନ, ତାଙ୍କର ସହଜତା ଏବଂ ତାଙ୍କ କାମ କରିବାର ତରିକା ଏକ ଅଦ୍ଭୁତ ଶାନ୍ତି ଦେଉଥିଲା। କିଛି ସମୟ ପରେ କିଚେନ୍ ସଫା କରିବା ପରେ ସେ ନିଜକୁ ଚାଲିଗଲେ ଏବଂ ମୁଁ ଏକୁଟିଆ ନିଜ ଚିନ୍ତାରେ ହଜିଗଲି। କିଛି ସମୟ ପରେ ମୁଁ ମଧ୍ୟ ତାଙ୍କୁ ଭେଟିବା ପାଇଁ ତାଙ୍କକୁ ଗଲି, କାରଣ ଆଜି ଆମ ପାଖରେ କହିବା ପାଇଁ କିଛି ଥିଲା। ସୁରେଖା ମୋତେ ନିଜରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପରେ ମୁଁ ତାଙ୍କୁ କହିଲି, ଆପଣଙ୍କୁ ଏତେ ଡରିବାର ଦରକାର ନାହିଁ। ମୁଁ ଅଛି ଆପଣଙ୍କର ରୋହନ। ଏହା ଉପରେ ସୁରେଖା କହିଲେ, ତୁ ଏତେ ହଠାତ୍ ଆସିଲୁ ଯେ ମୁଁ ଟିକେ ଡରିଗଲି। କହ, କିଛି କାମ ଥିଲା କି? ମୁଁ କହିଲି, ନା ସୁରେଖା, କୌଣସି କାମ ନଥିଲା। ଆମେ ଆଜି ଅଧିକ କଥା ହେଲୁ ନାହିଁ, ତେଣୁ ମୁଁ ଆପଣଙ୍କୁ ଭେଟିବା ପାଇଁ ଆସିଗଲି। ଏବଂ ସେ କହିଲେ, ଠିକ୍ ଅଛି, ଯଦି ତୋତେ ମୋର ଦରକାର ପଡ଼େ ତେବେ ଅଧରାତିରେ ବି ମୋତେ ଫୋନ୍ କରିପାରୁ। ମୁଁ ତ ପାଇଁ ଏଠାରେ ଅଛି। ମୋତେ କୌଣସି ପ୍ରଶ୍ନ ନ କରି ସେ ମୋ କଥା ମାନିଗଲେ। ପରେ ମୁଁ ତୁରନ୍ତ ତାଙ୍କରୁ ବାହାରି ଆସିଲି। ପରଦିନ ସକାଳ 10:10 ବାଜିଗଲା। ଏପର୍ଯ୍ୟନ୍ତ ଜଳଖିଆ ବନି ନଥିଲା। ସୁରେଖାଜୀ ଯିଏ ପ୍ରତିଦିନ ମୋ ପାଇଁ 8:10 ବେଳେ ଜଳଖିଆ ଆଣୁଥିଲେ, ଆଜି 9:10 ପର୍ଯ୍ୟନ୍ତ ଆଣି ନଥିଲେ। ତେଣୁ ମୁଁ ରୋଷେଇ ଘରକୁ ଏହା ଦେଖିବାକୁ ଗଲି ଯେ ଜଳଖିଆରେ ବିଳମ୍ବ କାହିଁକି ହେଉଛି। ମୁଁ ଯେମିତି ହିଁକୁ ଗଲି ତ ଦେଖିଲି ସୁରେଖା ନିଜ ମୁହଁ ତଳକୁ କରି ଛିଡ଼ା ହୋଇଥିଲେ। ସେ ଗଭୀର ଚିନ୍ତାରେ ଥିଲେ। ମୁଁ ତାଙ୍କୁ ପଚାରିଲି, କଣ ହେଲା? ପରେ ସେ କହିଲେ, ତ ବାପା। ସେ ଆଗକୁ କିଛି କହିବାକୁ ଯାଉଥିଲେ ଯେ ସେତିକିବେଳେ ବାପା ରୋଷେଇ ଘରକୁ ଆସିଗଲେ। ବାପାଙ୍କୁ ଦେଖି ସେ ନିଜ ମୁଣ୍ଡ ମୋ ଆଡ଼ୁ ଫେରାଇ ନେଲେ। କାଲି ଯେବେଠୁ ବାପା ଘରକୁ ଆସିଛନ୍ତି ସେବେଠୁ ବାପାଙ୍କ ଖରାପ ନଜର କଲା ସୁରେଖାଜୀଙ୍କ ଉପରେ ଥିଲା। ମୁଁ ତାଙ୍କ ଉପରେ ବାପାଙ୍କ ଖରାପ ନଜର ଦେଖିପାରୁଥିଲି। ସୁରେଖା କେବଳ ମୋ ମାଉସୀ ନଥିଲେ, ବରଂ ଏବେ ଆମ ମଧ୍ୟରେ ବନ୍ଧୁତା ହୋଇଯାଇଥିଲା। ମୁଁ ତାଙ୍କ ସହ ଏମିତି ଖରାପ ବ୍ୟବହାର ହେଉଥିବା ଦେଖିପାରିବି ନାହିଁ। ମୁଁ ଜାଣିବାକୁ ଚାହୁଁଥିଲି କି ଗୋଟିଏ ଦିନରେ ବାପା ତାଙ୍କ ସହ ଏମିତି କଣ କଲେ ଯେ ସେ ଏତେ ଡରି ଯାଇଛନ୍ତି। ମୁଁ ଆଜି ରାତିରେ ଶୋଇବା ପାଇଁ ମୋକୁ ଗଲି, କିନ୍ତୁ ମୋ ମନ ବ୍ୟତିବ୍ୟସ୍ତ ହେଉଥିଲା। ମୁଁ ଭାବିଲି କି ମୋତେ ସୁରେଖାଙ୍କୁ ଦେଖିବା ଉଚିତ, ତେଣୁ ମୁଁ ରୁମ୍ ଛାଡ଼ି ସିଧା ସୁରେଖାଙ୍କୁ ଚାଲିଗଲି। ଯେତେବେଳେ ତାଙ୍କ ରୁମ୍ ପାଖରେ ପହଞ୍ଚିଲି ତ ଦେଖିଲି ମୋ ବାପା ସୁରେଖାଜୀଙ୍କରେ ଥିଲେ। ସେ ତାଙ୍କ ହାତରେ ବହୁତ ସାରା ଟଙ୍କା ରଖିଦେଲେ। କାଳେ ବାପା ତାଙ୍କ ସହ କିଛି ଖରାପ କରିନାହାନ୍ତି ତ? ବାପା ତାଙ୍କୁ ହଠାତ୍ ଏତେ ଟଙ୍କା କାହିଁକି ଦେଉଥିଲେ? ସାମ୍ନାର ଦୃଶ୍ୟ ଦେଖି ମୋ ମନରେ ଏକ ପ୍ରଶ୍ନ ଉଠିଲା। ସୁରେଖାଜୀ ବାପାଙ୍କୁ କହୁଥିଲେ, ଯେପର୍ଯ୍ୟନ୍ତ ମୁଁ ରୋହନକୁ ଭେଟିବି ନାହିଁ ମୁଁ ଏହି ଘରୁ ଯିବି ନାହିଁ।
ତାଙ୍କର ଏହି କଥା ମୋ ମୁଣ୍ଡରେ ଏକ ଗଭୀର ଝଡ଼ ଭଳି ଗୁଞ୍ଜରିବାକୁ ଲାଗିଲା। କଣ ସୁରେଖା ମୋ ପାଇଁ ସତରେ କିଛି ଅନୁଭବ କରିବାକୁ ଲାଗିଥିଲେ? କଣ ତାଙ୍କ ଭାବନା ମୋତେ ଏବେ ବୁଝିବାକୁ ଲାଗିଥିଲା? ମୋତେ ମୋ ଆଖି ଉପରେ ବିଶ୍ୱାସ ହେଉନଥିଲା। କିନ୍ତୁ ଯାହା କିଛି ବି ହେଉଥିଲା, ସେ ସବୁ ମୋତେ ଏକ ଅଜବ ଦ୍ୱିଧାରେ ପକାଉଥିଲା। ବିନା ବିଳମ୍ବରେ ମୁଁ ନିଜକୁ ଆୟତ୍ତରେ ରଖି ତାଙ୍କ ରୁମ୍ ଆଡ଼କୁ ବଢ଼ିବା ଆରମ୍ଭ କଲି। ମୋ ଭିତରେ ପ୍ରଶ୍ନର ବନ୍ୟା ଥିଲା ଏବଂ ମୋତେ ଜବାବ ଦରକାର ଥିଲା। ମୁଁ ବାପାଙ୍କୁ ସିଧା ପ୍ରଶ୍ନ କଲି, ଆପଣ ସୁରେଖାଙ୍କ ସହ କଣ କରୁଛନ୍ତି? ଯେମିତି ହିଁ ମୁଁ ଏହା ପଚାରିଲି, ମା ମଧ୍ୟରେ ପ୍ରବେଶ କଲେ। ତାଙ୍କ ଚେହେରା ତୁରନ୍ତ ବଦଳିଗଲା ଏବଂ ମୋତେ ଏମିତି ଅନୁଭବ ହେଲା ଯେମିତି ସମୟ ଅଟକି ଯାଇଛି। ତାଙ୍କ ଚେହେରାର ରଙ୍ଗ ଉଡ଼ିଯାଇଥିଲା ଏବଂ ଏହା ତ ସ୍ପଷ୍ଟ ଥିଲା ଯେ କିଛି ଗୁରୁତର କଥା ଥିଲା ଯାହା ମୁଁ ଜାଣିନଥିଲି। ବାପା ଏବଂ ମା ମୋତେ ଆଦେଶ ଦେଲେ, ତୁ ତକୁ ଯା। କିନ୍ତୁ ମୋ ଆତ୍ମା ଏହା ସ୍ୱୀକାର କଲା ନାହିଁ। ମୁଁ ନଇଲି ନାହିଁ, ବରଂ ଦୃଢ଼ତାର ସହ କହିଲି, ମୁଁ ଏବେ ପିଲା ହୋଇନାହିଁ। ମୁଁ ଜାଣିବାକୁ ଚାହୁଁଛି କି ଏଠାରେ କଣ ହେଉଛି ଏବଂ ଆପଣ ସୁରେଖାଙ୍କ ସହ କଣ କରିଛନ୍ତି। ଏହା କହୁ କହୁ ଏକ ଅଜବ ନୀରବତା ଖେଳିଗଲା। ରେ ପ୍ରତ୍ୟେକ ବ୍ୟକ୍ତି ନିଶବ୍ଦ ଥିଲେ। ସେତିକି ବେଳେ ସୁରେଖା ଆସିଲେ ଏବଂ ସେ ମୋତେ କୁଣ୍ଢାଇ ପକାଇଲେ। ତାଙ୍କ ଆଖିରୁ ଲୁହ ତାଙ୍କ ଗାଲରେ ଗଡ଼ି ପଡ଼ୁଥିଲା ଏବଂ ତାଙ୍କ ସ୍ୱରରେ ଏକ ଯନ୍ତ୍ରଣା ଥିଲା ଯାହାକୁ ମୁଁ ପୂରାପୂରି ଅନୁଭବ କରିପାରୁଥିଲି। ସେ ମୋତେ କହିବାକୁ ଲାଗିଲେ, ରୋହନ, ତୁ ହିଁ ଏହି ଘରେ ଯିଏ ମୋତେ ବୁଝୁ। ଯେବେଠୁ ମୁଁ ଏହି ଘରକୁ ଆସିଛି ମୁଁ ତୁମକୁ ସତ କଥା କହିବାକୁ ଚାହୁଁଥିଲି, କିନ୍ତୁ ମୁଁ ଚୁପ୍ ରହିଲି। ତାଙ୍କ ସ୍ୱରରେ ଏମିତି ଏକ ହଲଚଲ ଥିଲା ଯେମିତି ବର୍ଷ ବର୍ଷର କଷ୍ଟ ତାଙ୍କ ଭିତରେ ସମାହିତ ହୋଇ ରହିଛି। ତାଙ୍କ କଥା ମୋ ହୃଦୟକୁ ଦୋହଲାଇ ଦେଲା। ମୁଁ ତାଙ୍କୁ ମୋ କାନ୍ଧରେ ସାହାରା ଦେଇ କହିଲି, ଯଦି ଆପଣଙ୍କ ସହ କେହି ଖରାପ କରିବ ତେବେ ମୁଁ ଏହାକୁ କେବେ ବରଦାସ୍ତ କରିବି ନାହିଁ। କିନ୍ତୁ ସେତିକିବେଳେ ସୁରେଖା ଏକ ଏମିତି ରହସ୍ୟ ଉନ୍ମୋଚନ କଲେ ଯାହା ମୋ ପୂରା ଦୁନିଆକୁ ହଲାଇ ଦେଲା। ସେ କହିଲେ, ରୋହନ, ତୁ ତୋର ଏହି ଧନୀ ବାପା ମାଙ୍କ ପୁଅ ନୁହେଁ। ତୁ ମୋ ବଡ଼ ଭଉଣୀର ପୁଅ। ତୋ ମାଙ୍କ ନାଁ କବିତା। କବିତା କିଛି ବର୍ଷ ପୂର୍ବେ ଏହି ଘରେ କାମ କରୁଥିଲା। ସେ ଯମଜ ସନ୍ତାନ ଜନ୍ମ ଦେଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣକୁ ତୋ ବାପା ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ଏବେ ମୁଁ ତୋର ଦ୍ୱିତୀୟ ଭାଇର ଯତ୍ନ ନେଉଛି ଏବଂ ମୁଁ ତୋର ମଧ୍ୟ ଯତ୍ନ ନେବି। ମୁଁ ସୁରେଖାଙ୍କୁ ନିଜ ପାଖରୁ ଦୂର କରିଦେଲି ଏବଂ ପରେ ଗଭୀର ନିଶ୍ୱାସ ନେଇ ତାଙ୍କୁ କହିଲି, ମୋର ଆପଣଙ୍କ କଥା ଉପରେ ବିଶ୍ୱାସ ଅଛି। ଆପଣ ମୋ ମାଉସୀ ମଧ୍ୟ ହୋଇଥିବେ। କିନ୍ତୁ ମୁଁ ମୋ ଜୀବନକୁ ଆପଣଙ୍କ ଯୋଗୁଁ ନଷ୍ଟ କରିବାକୁ ଚାହୁଁନାହିଁ। ଆପଣ ଏହା କହୁଛନ୍ତି କି ମୋ ବାପା ମା ମୋର ପ୍ରକୃତ ବାପା ମା ନୁହନ୍ତି ଏବଂ ଆପଣ ମୋତେ ଏହି ଭୟ ଦେଖାଉଛନ୍ତି କି ଆପଣ ମୋତେ ସତ କହିଦେବେ। କିନ୍ତୁ ମୁଁ ଜାଣେ କି ସେମାନେ ମୋତେ ହରାଇବାକୁ ଡରନ୍ତି, କାରଣ ସେମାନେ ଜଣେ ମା ଏବଂ ବାପା ଭଳି ମୋର ଯତ୍ନ ନେଇଛନ୍ତି। ମୋତେ ଏବେ ସଫା ବୁଝାପଡ଼ି ସାରିଲାଣି କି ମୋତେ ସତ ଜାଣିବାରେ କୌଣସି ଆପତ୍ତି ନାହିଁ। ମୋ ବାପା ମା ମୋତେ ସେହି ଜୀବନ ଦେଇଛନ୍ତି ଯାହା ମୁଁ କେବେ ଭାବି ମଧ୍ୟ ନଥିଲି। ସେମାନେ ମୋ ପାଇଁ ସବୁକିଛି ଏବଂ ମୁଁ ସେମାନଙ୍କ ଭଲ ପାଇବା ଏବଂ ଯତ୍ନ ପାଇଁ ସବୁବେଳେ ତାଙ୍କ ପାଖରେ କୃତଜ୍ଞ ରହିବି। ମୁଁ ଗଭୀର ଘୃଣାର ସହ ସୁରେଖାଙ୍କୁ କହିଲି, ଆପଣ ଭୁଲ କହୁଛନ୍ତି। ଆପଣ ମୋତେ ମିଛ କହୁଛନ୍ତି ଏବଂ ମୋ ପରିବାରକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସୁରେଖାଙ୍କ ଆଖିରେ ଏକ ଗଭୀର ନିରାଶା ଥିଲା, କିନ୍ତୁ ସେ ଚୁପ୍ ରହିଲେ। ମୋ କଥା ଯେମିତି ତାଙ୍କୁ ହଲାଇ ଦେଇଥିଲା। ତାଙ୍କ ସତ ଏବେ ମୋ ସାମ୍ନାରେ ଥିଲା। ମା ଏବଂ ବାପା ସୁରେଖାଙ୍କୁ ପୋଲିସ ପାଖକୁ ନେଇଯିବା ପାଇଁ ଯୋଜନା କରୁଥିଲେ। କିନ୍ତୁ ମୋ ଯମଜ ଭାଇ ଯୋଗୁଁ ସୁରେଖାଙ୍କୁ କିଛି ଆଶ୍ୱସ୍ତି ମିଳିଲା, କାରଣ ସେ ତାଙ୍କ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ ଏବଂ ତାଙ୍କର ଯତ୍ନ ନେଉଥିଲେ। ତେଣୁ ସେହି ଦୁହିଁଙ୍କୁ କିଛି ସମୟ ଦିଆଗଲା। ତ ଭାଇ ସଠିକ୍ ପଥରେ ନଥିଲା। ବାପା ଜଣାଇଲେ, ସୁରେଖା ତାଙ୍କୁ ଠିକ୍ ଭାବରେ ପରିପାଳନ କରିନଥିଲେ। ତାଙ୍କର ସଂସ୍କାର ଅଭାବରୁ ସେ ଭୁଲ ରାସ୍ତାରେ ଚାଲିଗଲା। ମୋତେ ଏବେ ଏହା ବୁଝା ପଡ଼ିଗଲା କି ସୁରେଖା ଏବେ ମୋ ପରିବାର ମଧ୍ୟରେ ସମ୍ପର୍କ କେତେ ଜଟିଳ ଥିଲା। କିଛି ବର୍ଷ ପୂର୍ବେ ଯେତେବେଳେ ମା ପ୍ରକୃତ ମାଙ୍କ ନିଧନ ହୋଇଥିଲା, ସୁରେଖା ମୋ ଭାଇର ଯତ୍ନ ନେଇନଥିଲେ ଏବଂ ସେ ମଧ୍ୟ ଭୁଲ ରାସ୍ତାରେ ଯାଇ ପହଞ୍ଚିଲା। ସେ ଚୋରି କରିବା, ଖରାପ ସଙ୍ଗତରେ ପଢ଼ିବା ଏବଂ ସବୁବେଳେ ଟଙ୍କା ମାଗିବାରେ ଲାଗିଲା। ମୋତେ ଏବେ ଏହା ମଧ୍ୟ ଜଣାପଡ଼ିଲା କି ସୁରେଖା କିଛି ସମୟ ପୂର୍ବରୁ ମୋ ବାପା ମାଙ୍କଠାରୁ ଟଙ୍କା ନେଇଥିଲେ, କିନ୍ତୁ ସେ ସେହି ଟଙ୍କାର ସଠିକ୍ ଭାବରେ ବ୍ୟବହାର କରିପାରି ନଥିଲେ। ଯଦି ସେ ସେହି ଟଙ୍କା ଏବଂ ସମୟର ସଠିକ୍ ସମ୍ମାନ କରିଥାନ୍ତେ, ତେବେ ଆଜି ମୋ ଭାଇ ଜଣେ ଉତ୍ତମ ମଣିଷ ହୋଇଥାନ୍ତା। ସେ ଏବେ ମଧ୍ୟ ଆମ ବାପା ମାଙ୍କଠାରୁ ଟଙ୍କା ମାଗିବା ପାଇଁ ଘରକୁ ଆସିଥିଲା, କିନ୍ତୁ ଏଥର ଆମ ବାପା ମା ତାକୁ ମନା କରିଦେଲେ। ସୁରେଖା, ତୁ ଏବେ ଆଉ ଆମକୁ ବ୍ଲାକମେଲ୍ କରିପାରିବୁ ନାହିଁ, ବାପା କଡ଼ା ସ୍ୱରରେ କହିଲେ। ଏବେ ଆମେ ତୁମକୁ ଆମ ଘରୁ ବାହାର କରିଦେବାକୁ ଯାଉଛୁ। ମା ଏବଂ ବାପା ସୁରେଖାଙ୍କୁ ଘରୁ ବାହାର କରିଦେଲେ ଏବଂ ମୋ ହୃଦୟରେ ଏବେ ତାଙ୍କ ପାଇଁ କୌଣସି ସ୍ଥାନ ନଥିଲା। ସୁରେଖା ମୋତେ ନିଜର ଭଲ ପାଇବା ଜଣାଇବା ପାଇଁ ପୂରା ଚେଷ୍ଟା କରିଥିଲେ, କିନ୍ତୁ ଯେମିତି ହିଁ ତାଙ୍କର ସତ ସାମ୍ନାକୁ ଆସିଲା, ମୋ ଆଖିରୁ ତାଙ୍କର ପରଦା ହଟିଗଲା।
ସେ ଏବେ ମୋ ପାଇଁ କେବଳ ଜଣେ ମିଛୁଆ ବ୍ୟକ୍ତିତ୍ୱ ପାଲଟି ଯାଇଥିଲେ। ମୋ ବାପା ମା ମୋତେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିବା ପାଇଁ ସୁରେଖାଙ୍କୁ ଟଙ୍କା ଦେଇଥିଲେ, କିନ୍ତୁ ସେ ସେହି ଟଙ୍କାର ସଠିକ୍ ବ୍ୟବହାର କରିପାରିଲେ ନାହିଁ। ସେ ନା ତ ମୋ ଭାଇକୁ ଭଲ ସଂସ୍କାର ଦେଲେ ଏବଂ ନା ହିଁ ତାକୁ ସଠିକ୍ ଦିଶାରେ ବଢ଼ିବାର ସୁଯୋଗ ଦେଲେ। ଯଦି ସୁରେଖା ସମୟ ଥାଉ ଥାଉ ତାର ପରିପାଳନ କରିଥାନ୍ତେ, ତେବେ ବୋଧହୁଏ ଆଜି ସେ ସଠିକ୍ ପଥରେ ଥାନ୍ତା। କିନ୍ତୁ ଏବେ ଏସବୁ ବଦଳି ଯାଇଥିଲା। ମୋ ବାପା ମା କେବଳ ମୋତେ ନିଜ ପୁଅ ମାନି ନାହାନ୍ତି, ବରଂ ମୋ ଭାଇକୁ ମଧ୍ୟ ଗ୍ରହଣ କରି ତାକୁ ନିଜର ଭଲ ପାଇବା ଦେଲେ। ଏହା ସେହି ସମୟ ଥିଲା ଯେତେବେଳେ ମୋ ମା ଏବଂ ବାପା ସୁରେଖାଙ୍କୁ ସବୁଦିନ ପାଇଁ ଘରୁ ବାହାର କରିଦେଲେ। ମୁଁ ମୋ ବାପା ମାଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଉଛି, କାରଣ ସେମାନେ ମୋତେ ଏବଂ ମୋ ଭାଇକୁ ଏକ ଭଲ ଜୀବନ ଦେଇଛନ୍ତି। ଯଦି ମୋତେ ସୁରେଖାଙ୍କ ସତ ସମୟ ଥାଉ ଥାଉ ଜଣାପଡ଼ି ନଥାନ୍ତା, ତେବେ ମୁଁ ତାଙ୍କ ଚକ୍ରବ୍ୟୁହର ଶିକାର ହୋଇପାରିଥାନ୍ତି। ବେଳେବେଳେ ଲୋକେ ଟଙ୍କା ଲୋଭରେ ସମ୍ପର୍କର ସତ୍ୟତା ଏବଂ ଗରିମାକୁ ଭୁଲିଯାଆନ୍ତି, କିନ୍ତୁ ମୁଁ ଶିଖିଲି ଯେ ପରିବାର ଏବଂ ସମ୍ପର୍କ ଟଙ୍କା ଏବଂ ଲୋଭଠାରୁ ଅନେକ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ମୋ ଜୀବନରେ ଯାହା ହେଲା ତାହା କେବଳ ଏକ ଘଟଣା ନଥିଲା, ବରଂ ଏହା ଏକ ଶିକ୍ଷା ଥିଲା ଯାହା ମୋର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ରଖିଦେଲା। ସେହି ସମୟରେ ମୋତେ ଏହା ବୁଝାପଡ଼ିଲା ଯେ ପ୍ରକୃତ ଶକ୍ତି ସମ୍ପର୍କରେ ଥାଏ, ଟଙ୍କା କିମ୍ବା ସ୍ୱାର୍ଥରେ ନୁହେଁ। ସୁରେଖା ଯାହା ବି କଲେ ତାହା କେବଳ ନିଜ ସ୍ୱାର୍ଥ ପାଇଁ ଥିଲା, କିନ୍ତୁ ସେହି ସ୍ୱାର୍ଥର ମୂଲ୍ୟ ସେ ବୁଝିପାରିଲେ ନାହିଁ। ଜୀବନରେ ଆମକୁ ଅନେକ ଥର ଏମିତି ଲୋକ ମିଳନ୍ତି ଯେଉଁମାନେ ଆମ ସହିତ ଆମ ସମ୍ପର୍କର କେବଳ ଗୋଟିଏ ପକ୍ଷ ନିଭାନ୍ତି। ସେମାନଙ୍କ ନଜରିଆ ଏକପାଖିଆ ହୋଇଥାଏ। ଯେପର୍ଯ୍ୟନ୍ତ ଆମେ ସେହି ସମ୍ପର୍କ ସହିତ ଜଡ଼ିତ ରହୁ, ଆମେ ଏହା ଅନୁଭବ କରିପାରୁ ନାହିଁ କି କେଉଁଠି ନା କେଉଁଠି ଆମକୁ ନିଜ ଆତ୍ମସମ୍ମାନ ଏବଂ ଖୁସିକୁ ଅଣଦେଖା କରିବାକୁ ପଡ଼ିଥାଏ। କିନ୍ତୁ ଯେତେବେଳେ ସତ ସାମ୍ନାକୁ ଆସେ, ତେବେ ଆମକୁ ଏହା ବୁଝାପଡ଼େ ଯେଉଁ ସମ୍ପର୍କ କେବଳ ସେତେବେଳେ ମଜବୁତ ହୋଇଥାଏ ଯେତେବେଳେ ତାହା ସତ୍ୟତା ଏବଂ ବିଶ୍ୱାସ ଉପରେ ଆଧାରିତ ହୋଇଥାଏ, ସ୍ୱାର୍ଥ ଏବଂ ମିଛ ଉପରେ ନୁହେଁ। ମୋ ବାପା ମା ମୋତେ ସବୁବେଳେ ଏହା ହିଁ ଶିଖାଇଥିଲେ କି ଯେକୌଣସି ସମ୍ପର୍କର ମୂଳଦୁଆ ବିଶ୍ୱାସ ଏବଂ ପ୍ରେମରେ ହେବା ଉଚିତ।